କାହାର ପ୍ରାର୍ଥନା ଘୃଣାର ବିଷୟ ଅଟେ। ଆମେ ଯଦି ଦେଖିବା ଏହି ସତ୍ୟତା ଉପରେ ପ୍ରଭୁଙ୍କର ବାକ୍ୟ, ତେବେ ହିତୋପଦେଶ 28 ତାର 9 ପଦ ଯଦି ପାଠ କରିବା, ଏହି ସତ୍ୟତା ଆମେ ଜାଣିପାରିବା। ଯେଉଁ ଲୋକ ବ୍ୟବସ୍ଥା ଶୁଣିବାରୁ ଆପଣା କର୍ଣ୍ଣ ଫେରାଏ, ତାହାର ପ୍ରାର୍ଥନା ହିଁ ଘୃଣାର ବିଷୟ ହୁଏ। ଏଠାରେ ପ୍ରଭୁଙ୍କର ବାକ୍ୟରେ ଆମେ ଦେଖୁ ଯେ ଯେଉଁମାନେ ପ୍ରଭୁଙ୍କର ବାକ୍ୟ ଶୁଣିବା ପାଇଁ ଇଚ୍ଛା କରନ୍ତି ନାହିଁ, ଯେଉଁମାନେ ପ୍ରଭୁଙ୍କର ବାକ୍ୟ ପ୍ରତି କର୍ଣ୍ଣ ଫେରାନ୍ତି, ସେମାନଙ୍କର ପ୍ରାର୍ଥନା ପ୍ରଭୁ ଶୁଣିବେ ନାହିଁ ଏବଂ ସେମାନଙ୍କର ପ୍ରାର୍ଥନା ହିଁ ଘୃଣାର ବିଷୟ ହୁଏ ବୋଲି ପ୍ରଭୁଙ୍କର ବାକ୍ୟର ସତ୍ୟତାରେ ଆମେ ଦେଖୁ। ତେଣୁ ପ୍ରିୟମାନେ, ଆମମାନେ ପ୍ରଭୁଙ୍କର ବାକ୍ୟ ଶୁଣିବା ନିମନ୍ତେ ପ୍ରଭୁଙ୍କର ବାକ୍ୟକୁ ଆମେ ଆମମାନଙ୍କର କର୍ଣ୍ଣକୁ ଆମେ ଯତ୍ନଶୀଳ ଭାବେ ପ୍ରଭୁଙ୍କର ରବ ଶୁଣିବା ନିମନ୍ତେ ପ୍ରସ୍ତୁତ ଆମେ କରେଇବାର ଅଛି। ଆମର କର୍ଣ୍ଣ ବା ଆମମାନଙ୍କର କାନକୁ ଆଉ ଆମମାନଙ୍କର ହୃଦୟକୁ ମଧ୍ୟ ଆଉ ଆମେମାନେ ପ୍ରଭୁଙ୍କର ବାକ୍ୟ ଶୁଣିବା ପାଇଁ, ପ୍ରଭୁଙ୍କର ବାକ୍ୟ ଜାଣିବା ପାଇଁ ଆମମାନେ ଆଗ୍ରହ ହେବାର ଅଛି। ଯଦି ଆମେ ପ୍ରଭୁଙ୍କର ବାକ୍ୟକୁ ଯଦି ଶୁଣିବା ଠାରୁ ଆପଣା କର୍ଣ୍ଣ ଫେରାଇବା ବା ଇଚ୍ଛା କରିବା ନାହିଁ, ପ୍ରଭୁଙ୍କର ବ୍ୟବସ୍ଥାକୁ ଯଦି ଆମେ ମାନିବା ନାହିଁ, ପ୍ରଭୁଙ୍କର ରବ ଶୁଣିବା ନାହିଁ, ତାହେଲେ ଆମର ରବ ବା ଆମର ପ୍ରାର୍ଥନା ବି ପ୍ରଭୁ ଶୁଣିବେ ନାହିଁ। ଆଉ ଆମମାନଙ୍କର ପ୍ରାର୍ଥନା ହିଁ ଘୃଣାର ବିଷୟ ହୋଇଯିବ ବୋଲି ପ୍ରଭୁଙ୍କର ବାକ୍ୟରେ ଦେଖୁ। ଆଉ ପ୍ରଭୁଙ୍କର ବାକ୍ୟରେ ଆମେ ଦେଖୁ ଯେ ଯେଉଁମାନେ ଅଧର୍ମକୁ ନିଜ ହୃଦୟରେ ଆଦର କରନ୍ତି, ସେମାନଙ୍କର କଥା ବି ପ୍ରଭୁ ଶୁଣିବେ ନାହିଁ ବୋଲି ଆମେ ଗୀତ ସଂହିତା 66 ତାର 18 ପଦରେ ଆମେ ଦେଖିବା ପାଇଁ ପାଉ। ଗୀତ ସଂହିତା 66 ତାର 18 ପଦରେ ଆମେ ପାଠ କରୁ, ଯେବେ ମୁଁ ମନ ମଧ୍ୟରେ ଅଧର୍ମକୁ ଆଦର କରେ, ତେବେ ପ୍ରଭୁ ମୋ କଥା ଶୁଣିବେ ନାହିଁ। ଆମମାନଙ୍କର ମନ ବା ହୃଦୟରେ ଯଦି ପାପ ଅଧର୍ମକୁ ଯଦି ଆମେ ରଖିକି ଆଉ ଅଧର୍ମକୁ ଆଦର କରିବାର ଅର୍ଥ ଆମେ ଜାବୁଡ଼ି ଧରିବା, ଅଧର୍ମ ଆମ ମଧ୍ୟରେ ରହିବା, ଆମ ହୃଦୟରେ ରହିବା, ଆମର ମନରେ ରହିବା, ତେବେ ଏହିସବୁ ଅଧର୍ମ ସହିତ ଆମେ ଯଦି ପ୍ରଭୁଙ୍କୁ କଥା କହିବା ବା ପ୍ରାର୍ଥନା କରିବା, ପ୍ରଭୁ ଆମର କଥା ଶୁଣିବେ ନାହିଁ। ପ୍ରଭୁ ଆମମାନଙ୍କର ରବ ସେ କେବେ ମଧ୍ୟ ଶୁଣିବେ ନାହିଁ, ସେ ବିଷୟ ଲେଖାଯାଇଛି। ତେଣୁ ପ୍ରଥମରେ ଆମେ ଦେଖିଲୁ ଯେ ପ୍ରଭୁଙ୍କର ବ୍ୟବସ୍ଥା ପ୍ରତି ବା ପ୍ରଭୁଙ୍କର ବାକ୍ୟ ପ୍ରତି ଆମେ ସବୁବେଳେ ଯତ୍ନଶୀଳ ହେବାର ଅଛି, ଆମର କର୍ଣ୍ଣ ଦେବାର ଅଛି ଶୁଣିବା ନିମନ୍ତେ। ଯଦି ନାହିଁ, ତାହେଲେ ଆମମାନଙ୍କର ପ୍ରାର୍ଥନା ଘୃଣାର ବିଷୟ ହେବ ବୋଲି ପ୍ରଭୁଙ୍କର ବାକ୍ୟ। ଆମେ ସବୁବେଳେ ମନେ ରଖିବା, ଆମେ ଯଦି ପ୍ରଭୁଙ୍କର ବାକ୍ୟକୁ ତୁଚ୍ଛ କରିବା, ପ୍ରଭୁଙ୍କର ବାକ୍ୟ ଯଦି ଆମେ ଶୁଣିବା ନାହିଁ, ଆମର କର୍ଣ୍ଣ ଫେରାଇବା, ତାହେଲେ ପ୍ରଭୁଙ୍କର ଗୋଟିଏ ବାକ୍ୟ ସବୁବେଳେ ମନେ ରଖିବା। ହିତୋପଦେଶ 13 ତାର 13ରେ ଯେ ସେଠାରେ ଲେଖାଯାଏ, ହିତୋପଦେଶ 13:13ରେ ଯେଉଁ ଲୋକ ପରମେଶ୍ୱରଙ୍କର ବାକ୍ୟ ତୁଚ୍ଛ କରେ, ସେ ଆପଣା ଉପରେ ବିନାଶ ଆଣେ, ମାତ୍ର ଯେ ଆଜ୍ଞାକୁ ଭୟ କରେ ସେ ପୁରସ୍କାର ପ୍ରାପ୍ତ ହେବ। ପ୍ରଭୁଙ୍କର ବାକ୍ୟ ତୁଚ୍ଛ କରିବା, ଏବେ ପ୍ରଭୁଙ୍କର ବାକ୍ୟ ଆମମାନଙ୍କୁ ବିଭିନ୍ନ ମାଧ୍ୟମରେ ମିଳୁଛି, ଅନେକ କାର୍ଯ୍ୟକ୍ରମରେ ଯାଇ ଆମେ ଶୁଣୁଛୁ, ଆଉ ଏହି ପ୍ରକାର ୟୁଟ୍ୟୁବରେ ମଧ୍ୟ ଆମେ ପ୍ରଭୁଙ୍କର ବାକ୍ୟ ଆମେ ଶୁଣୁଅଛୁ। ଯଦି ଏହିସବୁକୁ ଅବହେଳା କରିବା, ପ୍ରଭୁଙ୍କର ବାକ୍ୟ ଶୁଣିବା ନିମନ୍ତେ ଆମର କାନକୁ ଯଦି ବନ୍ଦ କରିଦେବା ବା କାନକୁ ଯଦି କର୍ଣ୍ଣ ଫେରାଇବା, ତାହେଲେ ଘୃଣାର ବିଷୟ ହେବ ଆମର ପ୍ରାର୍ଥନା। ତେଣୁ ପ୍ରିୟମାନେ, ଏହି ସତ୍ୟତା ଆମେ ବୁଝିବା, ଆମେ ଜାଣିବା ଯେ ଆମମାନେ ଯଦି ବ୍ୟବସ୍ଥା ପ୍ରତି ତୁଚ୍ଛ ଆଉ ନ ଶୁଣିବା, ଏହି ପ୍ରକାର ମନୋଭାବ ଯଦି ରଖିବା, ତାହେଲେ ନିଶ୍ଚିତ ହୋଇଯିବା ଯେ ଆମମାନଙ୍କର ପ୍ରାର୍ଥନା ପ୍ରଭୁ କେବେ ବି ଶୁଣିବେ ନାହିଁ, ପ୍ରାର୍ଥନା ଘୃଣାର ବିଷୟ ହୋଇଯିବେ।